नमस्कार दर्शक बंधु के न्यूज रो गोटे लाइव पेज को आपण मानक समस्त को सादर स्वागत। दर्शक बंधु आमे अछंती लक्ष्मी सागर निकट ओस्कार सिटी एरिया अंचल रे लक्ष्मी सागर अंचल रे जगह जाउची आमे देखिबा को चाहूचु केते बड़ गोटे नाग गोटे साधारण मनीष जणे आपण माने साप देखिले डरंते किंतु साधारण मनीष जणे भी साप धरि परिबो तार गोटे उदाहरण साजिଛନ୍ତି ଆମର ଏଇଠି ଜଣେ ଅଛନ୍ତି ଯୋଉ ଭାଇ ଜଣେ ଯିଏ କି ଏଇ ସାପଟିକୁ ଧରିଛନ୍ତି ଏତେ ବଡ ନାଗ ସାପ ଆଉ ସିଏ ଆରାମରେ ଧରିଛନ୍ତି ଦୁଇ ଖଣ୍ଡ ବାଡି ସାହାଯ୍ୟରେ। ତେବେ କେମିତି ଧରିଲେ ସେ ସାପଟି କେମିତି କେତେ ବଡ ଅଛି ତା ସହିତ ଫରେଷ୍ଟ ଡିପାର୍ଟମେଣ୍ଟର ପ୍ରତ୍ୟେକ କର୍ମଚାରୀ ଯୋଉମାନେ ଭାଇମାନେ ବି ଆସିଛନ୍ତି ଅଫିସର ମାନେ ଅଧିକାରୀ ମାନେ ଆସିଛନ୍ତି ଆମେ ତାଙ୍କ ସହିତ ମଧ୍ୟ ଆଲୋଚନା କରିବା। ପ୍ରଥମେ ଦେଖି ନବା ଯେ ଯୋଉ ସାପଟିକୁ ସେ ଧରିଛନ୍ତି ସେଇ ବ୍ୟକ୍ତି ହଉଛନ୍ତି ଏଇ ବ୍ୟକ୍ତି ତାଙ୍କର ଟିକେ ପରିଚୟ ମଧ୍ୟ ନବା ଆଉ ସାପଟିକୁ ଆମେ ପ୍ରଥମେ ଦେଖିବା କେତେ ବଡ ସାପ ଅଛି ଟିକେ ଦେଖିବା ଟିକେ ଭାଇ ମାନେ ଆପଣଙ୍କର ତାଙ୍କର କାର୍ଯ୍ୟକଳାପ କଳ କୌଶଳ ଟିକେ ଦେଖିବାକୁ ଚାହିଁବେ ଯେ ଇଏ ହଉଛି ସେଇ ସାପ। ଆପଣ ମାନେ ଦେଖନ୍ତୁ ଏଇ ସାପକୁ କେତେ ବଡ ସାପ। ଏଇଭଳି ସାପ ଆପଣ ମାନେ କେବେ ଦେଖି ନଥିବେ ଦେଖିଥିବେ ଯଦିବା କିନ୍ତୁ ଏତେ ଜୋରେ ଟାଣନ୍ତୁନି କାଳେ କୋଉଠି ଖସି ପଡିବ ଯଦି ପୁଣି କାହା ପାଖକୁ ପଳେଇ ଯିବ। ଆପଣ ଦେଖିପାରୁଛନ୍ତି ସାପ ସବୁ ଲୋକମାନେ ଏଠାରେ ରୁଣ୍ଡ ହେଇଛନ୍ତି ସାପ ଦେଖୁଛନ୍ତି ଏଇ ସେଇ ବ୍ୟକ୍ତି ଦେଖୁଛନ୍ତି ଅନେକ ଲୋକ ଏଠାରେ ଆସି ଏକାଠି ହେଇଛନ୍ତି ଯୋଉ ଇଏ ଡିପାର୍ଟମେଣ୍ଟର କର୍ମଚାରୀ ମାନେ ମଧ୍ୟ ଏକାଠି ହେଇଛନ୍ତି। ଆପଣ ଦେଖିଥାନ୍ତୁ ଯେ ଇଏ ହଉଛି ସାପ ଏଇ ସାପ ଏଇ ବ୍ୟକ୍ତି ଧରିଥିଲେ କେତେ ବଡ ନାଗ ସାପ ତାଙ୍କର ପରିଚୟ ଟିକେ ନବା ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ। ମୋ ନାଁ ଅକ୍ଷୟ କୁମାର ବେହେରା। ମୁଁ ତାପରେ ମୋର ପ୍ରଫେସନ୍ ହେଉଛି ଏସି ମେକାନିକ୍। ଏ କାଲି 8 ଫୁଟ ପ୍ଲସ୍ ୱେଟ୍ ନାଗ ସାପଟେ ଏଠି ବୁଲୁଥିଲା। ତାକୁ ଦେଖିଲେ ବହୁତ ଏଠି ଲୋକ ଯେତେବେଳେ ଜମାଟ ବାନ୍ଧିଲେ ଭାବିଲି ନାଗଟା କାଳେ ଭୟଭୀତ ହେଇଯିବ ଆଉ ଡରିଯିବ, ପୁରା ଆଗ୍ରେସିଭ୍ ଥିଲା। ତାକୁ ଧରିବା ପାଇଁକା ବହୁତ ଲୋକ ମାନେ ଇଏରେ ତାକୁ ଯେତେବେଳେ ରଗେଇଦେଲେ ମୁଁ ନିଜେ ସାମାନ୍ୟ ଗୋଟେ ବାଡ଼ି ଏଇ ଭାଇ ଜଣଙ୍କୁ ବାଡ଼ି ଖଣ୍ଡେ ମଗେଇଲି। ଏଇ ଭାଇ ଜଣଙ୍କୁ ବାଡ଼ି ଖଣ୍ଡେ ମଗେଇଲି। ଏ ଭାଇ ମୋତେ ମାତ୍ର ଗୋଟେ ବାଡ଼ି ଦେଲେ। ସେ ବାଡ଼ି ସାହାଯ୍ୟରେ ତାକୁ ମୁଁ ଧରିବା ପାଇଁ ସକ୍ଷମ ହେଲି। ଏମିତି ଗୋଟିଏ ନାହିଁ, ଏଠୁ ଅନେକ ନାଗ ମୁଁ ଧରିସିଲିଣି। ଏଇ ଜାଗାରେ ପ୍ରାୟ ନାଗ ବୁଲୁଛନ୍ତି। ନାଗ ସାପ ଧରୁଛନ୍ତି ଆପଣଙ୍କୁ ଡର ଲାଗେନି କି? ନାଇଁ ସାର୍, ଡରିଲେ ତ ସବୁ ସରିଯିବ। ମଣିଷ ଧୈର୍ଯ୍ୟ ସହିତ ସବୁ ମୁକାବିଲା ଅଛି। ମଣିଷର ମେନ୍ ସବୁଠୁ ବଡ଼ ହେଲା ସାହସ। କେତେ ଦିନର ଏଇଟା ସାପ? ଏଇଟା 12 ବର୍ଷ ପ୍ଲସ୍ ହବ। 12 ବର୍ଷର ସାପ ଏଇଟା ବହୁତ ନିଶ୍ଚିନ୍ତ ଭାବରେ ବହୁତ ଭୟଙ୍କର ସାପ ନିଶ୍ଚିନ୍ତ ଖତରନାକ ସାପ ଥିବ। ବହୁତ ଆପଣ ଏତେ ସହଜରେ କେମିତି ଧରି ପାରିଲେ? ନାଇଁ ତାର କଳ କୌଶଳ କଣ କଳ ଥାଏ? କୌଶଳ ଟିକେ ହଉଛି ଲୋକଙ୍କୁ କୁହନ୍ତୁ। କଳ କୌଶଳ ହଉଛି ସାପକୁ ପ୍ରଥମେ ରଗେଇବେନି, ତାକୁ ଧୀରେ ଯିବାକୁ ଦେବେ। ଗଲା କିଛି ସମୟ ଯିବା ବୋଲେ ତାର ଜାଗାକୁ ଫାଷ୍ଟ କ୍ୟାପଚର କରିବେ ଧରିବେ, ସେ ଜାଗାଟାକୁ ବୁଲିକି ଯେମିତି ରିଟର୍ନ ସେ କୋଉଠି ଚୋଟ ନ ମାରି ପାରିବ ସେଇ ଜାଗାକୁ ଆପଣ ତାକୁ ଆଗେ ମାନେ ସପୋର୍ଟ ଦେବେ। ଆଗ ତା ମୁଣ୍ଡ ପାଖକୁ ସପୋର୍ଟ ଦେବେ, ତାପରେ ମୁଁ ତା ମୁଣ୍ଡ ପାଖ ଲାଞ୍ଜ ପାଖ ହାତରେ ଗୋଟେ କପଡ଼ା ଗୁରେ, ଯେହେତୁ ମୋ ପାଖରେ ଗ୍ଲୋଭ୍ସ ନଥିଲା ନା କିଛି ସାପ ଧରିବାର ସରଞ୍ଜାମ ନଥିଲା, ସାଧାରଣ ଗୋଟେ ଗାମୁଛା କପଡ଼ାଟା ଧରିକିରି ତା ମୁଣ୍ଡକୁ ଲାଞ୍ଜକୁ ଧରିକିରି ତାକୁ ରଖିଥିଲି। ଯେହେତୁ ଏତେ ବିରାଟ ବଡ଼ ସାପଟେ। ଏଇ ସାପ ଧରିବା କୌଶଳ କୋଉଠୁ ଜାଣିଲେ? ନାଇଁ, ମୁଁ ଜାଣିଲି କଣ, ମୁଁ ଏମିତି ଦେଖେ, ୟୁଟ୍ୟୁବରୁ ଦେଖେ। ଦେଖିକିରି ଗୋଟେ ନୁହଁ, ମୁଁ ଅନେକ ସାପ ଧରିଲେଣି। କିଛି ନାହିଁ, ଆପଣଙ୍କର ଯଦି କୌଣସି ଜାଗାରେ ସାପର କିଛି ପ୍ରୋବ୍ଲେମ୍ ଥିବ ମୋ ନମ୍ବର ରଖନ୍ତୁ 9437118131। ମୋତେ ଡାକିବେ, ମୁଁ ବିନା ପଇସାରେ ଆପଣଙ୍କୁ ଯାଇକି ସେବା ଦେବି, କିଛି ଅସୁବିଧା ନାହିଁ। ଆକ୍ଚୁଆଲି ମୋର ପ୍ରଫେସନ୍ ହେଉଛି ଏସି ମେକାନିକ୍, କିନ୍ତୁ ମୋର ଏଇଟା ଯେହେତୁ ଲୋକମାନଙ୍କର ଅସୁବିଧା ଯୋଉଟା ଭୟଭୀତ ହେଇକି ଲୋକ ଆତଙ୍କିତ ହେଇକିରି ଏ ଜିନିଷଟା କରନ୍ତି, ମୁଁ ସେଥିପାଇଁ ସେମାନଙ୍କୁ ସାହାଯ୍ୟ କରେ। ଆଚ୍ଛା, ଆମ ସହିତ ଅଫିସର ଅଛନ୍ତି ଆମେ ଟିକେ ପରିଚୟ ନବା। ଟିକେ ଟିକେ କୁହନ୍ତୁ ଆମେ କିଛି ସିଆଡ଼େ ଦେଖିଲେ ତ କେତେବେଳେ କଲ୍ କରିଥିଲେ? ଲାଇଭ୍ ଅଛନ୍ତି କେତେବେଳେ କଲ୍ କରିଥିଲେ? 11:30 ବେଳେ ଆମ ପାଖକୁ ମେସେଜ ହଁ ଆସିଥିଲା। ହଁ। ଆଇଲା ପରେ ଆମେ ଆସିକି ପହଞ୍ଚିକି ତାଙ୍କଠୁ ରିସିଭ୍ କରି ନେବୁ। ଆଚ୍ଛା, ଗୋଟେ କଥା ରହିଲା ସାଧାରଣ ମଣିଷ ଜଣେ ସାପ ଧରି ପାରିବ ଆପଣଙ୍କ କହି ମାନେ ଟିକେ ନାଇଁ, ଲୋକଙ୍କୁ ଏଇଟା ଦର୍ଶକ ମାନେ ଦେଖୁଛନ୍ତି ସେଟା କଣ? ସମସ୍ତେ ଧରିପାରିବେନି, ଟିକେ ଟେକ୍ନିକ୍ ଦରକାର, କିନ୍ତୁ ସାହସ କଲେ ଧରିପାରିବେ। ଟିକେ ସାହସ କରିଛନ୍ତି ଆପଣ କଣ କହିବେ? ତାଙ୍କ ଭଳି ସମସ୍ତେ ସମସ୍ତେ ହେବା ଦରକାର, ଧନ୍ୟବାଦ ଦେବା ଦରକାର। ଏ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା ମଧ୍ୟ ଉଚିତ, ତ ତାଙ୍କୁ ଆମେ ବହୁତ ଧନ୍ୟବାଦ ଦେଉଛୁ। ଆପଣ ମାନେ ଶୁଣୁଥିଲେ ଯୋଉ ଆପଣଙ୍କର ଫରେଷ୍ଟ ଡିପାର୍ଟମେଣ୍ଟର ଯୋଉ ଅଛନ୍ତି ଅଧିକାରୀ ଅଛନ୍ତି ଆମ ତାଙ୍କ ସହିତ କଥା ହଉଥିଲେ। ଆଉ ଗୋଟେ କଥା ରହିଲା ଇଏ ହଉଛି ସେଇ ସାପ
जो माने भाई माने आसନ୍ତି एई सरंजाम रे धरନ୍ତି साप सरंजाम देखुଛନ୍ତି एई सरंजाम रे से माने साप को धरନ୍ତି एईटा केमिति कोन साप धरନ୍ତି ଟିକେ କହିବେ ହଁ केमिति कोन साप ଟିକେ धरନ୍ତି लोकଙ୍କୁ ଟିକେ ଜଣାନ୍ତୁ ଆପଣ କାରଣ ଲୋକମାନେ ହଁ এইটা ମାନେ ସାପ ଯାଉଥିବେ ଏଇଟାରେ ଆପଣ ଜଷ୍ଟ ପେଟ ପାଖରୁ ଟେକିକି ନାଙ୍ଗୁଡ଼ ଆଡ଼ୁ ଧରି ପକେଇବେ ଧରିଲା ପରେ ସାପ ଆଉ ହଲି ପାରିବନି କି ଆପଣଙ୍କୁ ସେଟା ରହିଲା ତା ସେ ରହିବ ତ ସେ ଆଉ ବେଶୀ ବି ହଲି ପାରିବନି ଆପଣ ତାକୁ ଆରାମସେ ନେଇକି ଅଫର କରିବେ ଯଦି ଏଟା ଆପଣଙ୍କ ପାଖରେ ନାହିଁ ଏଇ ଚପାଟା ଅଛି ମୁଣ୍ଡ ପାଖରୁ ବେକ ଆଡ଼େ ଟିକେ ଚିପିକି ରଖିବେ ଜଷ୍ଟ ଟିକେ ହାଲକା ଚିପି ରଖିକି ତାକୁ ଆପଣ ଧରିବେ ଯଦି ସେମିତି କିଛି ନାହିଁ ଆପଣ ଅଛି ଅନେକ ସିଷ୍ଟମ ଅଛି ସେଇଟା ଯଦି ଧରି ହେବ ଜଣେ ସାଧାରଣ ମାନେ ବିନା ଭୟରେ ବି ଜଣେ ସାପ ଧରି ଷ୍ଟିକ୍ ଧରି ହେବ କିନ୍ତୁ ଯଦି ହାତ ନ ଲାଗିବା ଦରକାର କୋଉ ଭଳିଆ ସାପ ସବୁ ଧରି ହବ ସବୁ ସାପ ସବୁ ସାପ ବଡ଼ ସାପ ହେଲେ ଟିକେ ତ ଭୟ ତ ଯେମିତି ଲାଗିବ ବଡ଼ ସାପ ଏମିତି ଛୋଟ ଏଇ ସାପ ହେଲେ ଆରାମସେ ହ୍ୟାଣ୍ଡେଲ କରିହେବ କେତେ ଦିନର ସାପ ଭାଇ ତ କହିଲେ 12 ବର୍ଷ ଆଜ୍ଞା ଯାହାହେଲେ ବି ବହୁତ ପୁରୁଣା ସାପ ପୁରୁଣା ସାପ ନାଇଁ କି ଆଚ୍ଛା ଏଇ ସାପ ସବୁ କୋଉ ଭଳି ସାପ ସବୁ ଏଇ ଜାଗାରେ ରୁହନ୍ତି ମାନେ କୋଉ ଜାଗାରେ ମାନେ କୋଉ ଭଳିଆ ଜାଗାରେ ସାପ ସବୁ ରୁହନ୍ତି ବଣ ଜଙ୍ଗଲ ହେଇଥିବ ପରିଷ୍କାର ଜାଗା ହେଇଥିବ କିମ୍ବା ବହୁତ ପୁରୁଣା ଜାଗା ଗୁମ୍ଫା ଟାଇପ୍ର ଜାଗା ବି ହେଇଥିବ ତାଙ୍କୁ ରହିବା ପାଇଁ ସୁବିଧା ହୁଏ ନା ଗୁମ୍ଫା ଟାଇପ୍ର ଶୁଖିଲା ଜାଗା ଆପଣ କହିବେ ଟିକେ କଣ ଘଟଣା ଆପଣ ଫରେଷ୍ଟ ଡିପାର୍ଟମେଣ୍ଟ ଆସିବ ଟିକେ ଗୋଟେ କଥା ରହିଲା ଯେ ଏଇ ଯୋଉ ବର୍ତ୍ତମାନ ଭାଇ ମାନେ ଏଇଟାକୁ ନବା ପାଇଁ ବାହାରିଛନ୍ତି ଫରେଷ୍ଟ ଡିପାର୍ଟମେଣ୍ଟ ଏମାନେ ବର୍ତ୍ତମାନ ସାପଟିକୁ ନେଇକି ଜଙ୍ଗଲରେ ଛାଡ଼ିବେ ତେଣୁ ଏଇ ଯୋଉ ସାପ ଆଉ ଟିକେ ଖାଲି ଆମେ ଟିକେ ଭିଜୁଆଲ ନ୍ୟାଚରରେ ଟିକେ ନେଇଯିବା କାହିଁକି ନା ଏଟା ନିହାତି ଜରୁରୀ ଟିକେ ଖାଲି ଖୋଲିଦେଲ ଟିକେ ଖୋଲିଦେଲ ଖୋଲିଦିଅ ଟିକେ ଟିକେ ଖୋଲିଦିଅ କାରଣ ଭିଜୁଆଲ ଟିକେ ନିହାତି ଜରୁରୀ ବଡ ଏଟା ସବୁ ଦେଉଛି ଆଉ ଟିକେ ଦୂରକୁ ନେଇକି ଯାଉନା ଦୂରରୁ ଟିକେ ନିଅ ଆଉ ଟିକେ ଦୂରରୁ ନିଅ ଏଇଟା ଭିଜୁଆଲ ଟିକେ ବାହାର କର ଏଇଟା ଟିକେ ନେଇ ଚାଲ ଭିଜୁଆଲ ନିଅ ସବୁ ଲୋକମାନେ ଯେହେତୁ ଆସିଛନ୍ତି ସମସ୍ତଙ୍କର ଭିଜୁଆଲ ଟିକେ ନବା ଏଇଠି ଆସ ଏଇଠି ଦେଖାଅ ଏଇଠି ଟିକେ ଏଇଠି ବର୍ତ୍ତମାନ ଆମେ ଯିବା ସାପ ଏଇଠି ଯୋଉ ଆସିଛି ଟିକେ ଛାଇ ଛାଡ଼ ଭାଇ ମାନେ ଛାଇ ଟିକେ ଛାଡ଼ ଛାଇ ଟିକେ ଛାଡ଼ ନା ନା ଏଇଠି ଯାଉନ ଭିତରକୁ ଦଉନ ଏଇଟା ଆଉ ଛିଡ଼ା ହେଇଯିବ ଟିକେ ଥାଉ ଟିକେ ରୁହ ଟିକେ ରୁହ ଟିକେ ରୁହ ଗୋଟେ ମିନିଟ୍ ଖାଲି ଆମେ ଖାଲି ଟିକେ ଭିଡ଼ିଓ ନେଇଯାଉଛୁ ଏ ଛାଇ ଛାଡ଼ି ଠିକ୍ ଅଛି ଆମେ ସ୍ଥାନୀୟ ବାସିନ୍ଦା ଆପଣମାନେ ଯିଏ ଅଛନ୍ତି ଏଠିକାର ପ୍ରତିକ୍ରିୟା ବି ନେଇପାରିବା ଭାଇ ଏଠାରେ ଗୋଦାମ କରିଛନ୍ତି ଆମର ୟାଙ୍କର ପ୍ରତିକ୍ରିୟା ନେବା ଟିକେ ପରିଚୟ ନେବା ହଁ ଯେ କେତେ ବର୍ଷ ହେଲାଣି ଆପଣ ଏଇଠି ଆପଣଙ୍କ ନିଜ ଘର ଭଡ଼ାରେ ଅଛନ୍ତି ଏଇ ସାପକୁ ଆଉ କୋଉଠି ଦେଖିଥିଲେ ନା ଏଇଠି ଦେଖିଲେ ମୁଁ ଦେଖିନି କେବେ ଫାର୍ଷ୍ଟ ଟାଇମ୍ ମୋତେ କହିଲେ ମୁଁ ତ କାଲି ନଥିଲି ସେ ଆଜି ସକାଳେ ମୋତେ କହିଲେ ସାପଟା ଧରିଛି ରମର ରଖିଛି ଆଉ କି ସାପ ଧରିଛ ନା ନାଗ ସାପଟା ଏତିକି ଶୁଣିଲି ଏଇ ସାପ ଆପଣ ଦେଖିଥିଲେ ନିଜେ ଧରି ପାରିଛନ୍ତି ଆପଣ ନାଇଁ ନାଇଁ କେବେ ସାହସ ହେବନି ସାହସ ହେବନି କାହିଁକି ଡରିବେ କାମୁଡ଼ିବା ଭୟ ବିଷ ଜଣେ ରହିଛି ଡରି ନା ଦେଲେ ଆପଣ କ'ଣ କେମିତି ସାହସ କଲେ ଆକ୍ଚୁଆଲି ଏଇଟା 7 ଦିନ 8 ଦିନ ହେଲା ସେପଟେ ଏଇ 8ଟା 9ଟା ବେଳକୁ ମାନେ ବାହାରେ ଦିନ ବେଳେ ହଁ ସକାଳେ ମର୍ଣ୍ଣିଂ ଆୱାରରେ ବାହାରେ ଅନେକ ଲୋକ ଦେଖନ୍ତି ତାପରେ ସେ କାଲି କ'ଣ କରୁଛି ଖାଦ୍ୟ ଉଦ୍ଦେଶ୍ୟରେ ସେ ପଡ଼ୁ ପଳେଇ ଆସିଛି ଆସିବା ଭିତରେ ସମସ୍ତେ ମନା କରୁଛନ୍ତି ଗାଡ଼ି ନେଲେ ସମସ୍ତେ ମନା କରୁଛନ୍ତି ତାକୁ ଟିକେ ଧରିବା ପାଇଁ କିନ୍ତୁ ନଜରରେ ଯିବା ଆସିବା ନଉନା ଭିଜୁଆଲଟା ସେଇଟା ତାପରେ ଦୂରକୁ ଦେଖା ଗାଡ଼ିଟା ଯେମିତି ଯିବା ଅବସ୍ଥା ଯିବା ବେଳେ ଭିଜୁଆଲ ଟିକେ ନେଇଯିବା ହଁ
ରେଡି ଏଠି ଦେଖ ତେବେ ରେଡି ତେବେ ଦର୍ଶକ ବନ୍ଧୁ ଆପଣମାନେ ଶୁଣୁଥିଲେ କିଭଳି ସାପ ଧରାଯାଏ ଏବଂ ସାପ କେଉଁ କେଉଁ ଜାଗାରେ ରହେ ତା ପ୍ରତି କେମିତି ସତର୍କତାର ସହିତ ଆପଣ ଚଳିବେ ଏବଂ କେମିତି ସତର୍କତା ଅବଲମ୍ବନ କରି ସାପ ଧରିବେ ସବୁ କଥା ଆପଣମାନେ ଶୁଣୁଥିଲେ। ଫରେଷ୍ଟ ଡିପାର୍ଟମେଣ୍ଟର କର୍ମଚାରୀମାନେ ମଧ୍ୟ ଅଧିକାରୀମାନେ ମଧ୍ୟ ଯେଉଁ ଆସିଥିଲେ ସେମାନେ ମଧ୍ୟ କହୁଥିଲେ ଆଉ ଯିଏ ସାପ ଧରିଥିଲେ ସିଏ ମଧ୍ୟ କହୁଥିଲେ ଯେ କେମିତି ଆପଣମାନେ ସାପ ଧରିବେ। ତେବେ ଏହି ସାପ ଯଦି ଆପଣମାନେ ଧରିପାରିବେ ତାହେଲେ ଆପଣଙ୍କ ଭିତରୁ ଭୟ ପ୍ରଥମେ ଦୂର କରିବାକୁ ପଡ଼ିବ ତାପରେ ଯାଇକି ଆପଣମାନେ ସାପ ଧରିପାରିବେ। ତା ସହିତ ଆପଣମାନେ ସତର୍କତାର ସହିତ ସାପ ଧରିପାରିବେ ବୋଲି ସେ ଯାହା କହୁଥିଲେ। ତେବେ ଆଗକୁ ଯେଉଁମାନେ ଯୁବପିଢ଼ି ଅଛନ୍ତି ସେମାନେ ସାପ ଧରିବା ଠିକ୍ ଆପ୍ଲାଏ କରନ୍ତୁ ତାର ପ୍ରଣାଳୀ ଆପଣମାନେ ନିଶ୍ଚିତ ଭାବରେ ଶିଖନ୍ତୁ ଆଉ ସାପ ଧରନ୍ତୁ। ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।